ଦେଖିଲେ କ'ଣ ଲେଖା ହେଇଛି ଠିକ୍ ପଢ଼ିପାରିଲେ ତ? ଏଇଟା ହେଉଛି ଆମ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ। ଆଜି 11ଟା ବେଳେ ମୁଁ ଦୈନନ୍ଦିନ କାମ ସାରି ସେଠିକି ଯାଇଥିଲି ମୋର ଜଣେ ଆତ୍ମୀୟଙ୍କୁ ଦେଖିବା ପାଇଁ। ସେଇଠୁ ଫେରିକି ମନଟା ଏତେ ଦୁଃଖୀ ହେଲା ଯେ ମୁଁ ଆଜି ଆଉ କିଛି କରିପାରୁନି। ସତରେ ଜଣେ ସର୍ବଶକ୍ତିମାନ ଉପରେ କେହି ଜଣେ ଆମ ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି। ନିଜକୁ ସୁସ୍ଥ ରଖିବା ପାଇଁ ମୁଁ ସବୁବେଳେ ଟିକେ ଚେଷ୍ଟା କରେ। ଆଜି ମନଟା ପୁରା ହାରାସ ହେଇଗଲା। ସବୁ ଭିତରେ ବି ଯଦି କିଛି ଭୋଗ କରିବାକୁ ଥାଏ ସେଥିରୁ କେହି ଉଦ୍ଧାର କରିପାରନ୍ତିନି। ମୋର ଆତ୍ମୀୟ ଜଣକ ପଡ଼ିଯାଇ ତାଙ୍କର ହାଡ଼ ଭାଙ୍ଗି ଯାଇଛି। ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଟିକେ ଜଗନ୍ନାଥଙ୍କ ପାଖକୁ ଗଲି, ଆଉ ନିଜ ପାଇଁ ବି ପ୍ରାର୍ଥନା କଲି। ସତ କହୁଛି, ମୁଁ ଆଜି ବହୁତ ଭୟଭୀତ। ପରିଣତ ବୟସରେ ଶେଷ ସମୟରେ କ'ଣ ହେବ କେଜାଣି। ସମସ୍ତଙ୍କୁ ଅନୁରୋଧ, ସମସ୍ତ ବୟସ୍କମାନଙ୍କ ପାଇଁ ସବୁବେଳେ ସମବେଦନାଶୀଳ ରହିବେ। ଏତିକି ହିଁ ମୋର ଅନୁରୋଧ। ମୋ କଥା କେମିତି ଲାଗିଲା କହିବେ।